ଜଗନ୍ନାଥ ଭାଇ, ମୁଁ ଆସିଛି ଆମ ବହୁତ ଦିନ ପରେ ଆମ ଧାନ କଟା ହେବ ବିଲକୁ ଆସିଛି। ଆଗେ ଛୋଟବେଳେ ମୋର ମନେ ଅଛି, ଧାନ କଟା ଯାଏ ପଖାଳ ଭାତ ଶୁଖୁଆ, ତା ସାଙ୍ଗକୁ ଆଳୁ ପଡ଼ିଥିବ, ବଢ଼ିଆ ମଜାରେ ଧଣିଆ ଚଟଣି ହୋଇକି ଖାଇବ ଆମେ ବିଲରେ। ସେଇ କଥା ଆଜି ମୋର ମନେ ପଡ଼ିଯାଉଛି। ମୁଁ ଆଜି ବିଲରେ ଆସିକି ମୁଁ ବହୁତ ଦିନ ପରେ ବିଲକୁ କେବେ ଆସେ ନା, ଆଜି ଆସିଲି। ଦେଖିଲା ବେଳେ ମୋତେ ଏଇଭଳିଆ ଲାଗୁଛି, କିନ୍ତୁ ଏଇଭଳିଆ ସେ ପଛ କଥା ଯେଉଁଭଳିଆ ଆସେ ବିଲକୁ ଆଗେ, ଏଇଭଳିଆ ଆସିଲେ ଭଲ ଲାଗୁଛି। କିନ୍ତୁ ସେ ବିଲ ମୁଁ ଦେଖେ 10 ବର୍ଷର କଥା କହୁଛି। 10 ବର୍ଷ ପୂର୍ବରୁ ହେଇଥିଲା ଯେଉଁଭଳିଆ ବିଲରେ, ଏବେ ଯେଉଁ ସାର ଫାର ହେଇକି ବର୍ତ୍ତମାନ ଦେଖ ମୁଗ ବୁଣା ହେଇଛି। ମୁଗ ଯେତେ ଦିନ ହେଲା ବୁଣା ହେଲାଣି, ଏ ମୁଗଟା ମାନେ ଆଉ ଟିକେ ବଡ଼ ବଡ଼ ଗଛ ହେବା କଥା, କିନ୍ତୁ ବର୍ତ୍ତମାନ ମୁଗ ଯେଉଁଭଳିଆ ଦେଖ, ମୁଁ ଦେଖେଇବି ତ ମୁଗଟା ଦେଖ ଧାନ ଆମର ଯେଉଁ ଶାରଦ ଧାନ କୁହନ୍ତି, ଶାରଦ ଧାନ ହେଲା ବେଳକୁ ମୁଗ ଗଛ ଗୁଡ଼ା ବଡ଼ ବଡ଼ ହେଇଯାଏ। ଶାରଦ ଧାନ ବିଲରେ ବି ମୁଗ ପକାଇ ଦିଉ ଆମେ, ବଡ଼ ବଡ଼ ଧାନ କଟା ହେବ, ପ୍ଲସ୍ ତା ସହିତ ବି ମୁଗ ଗଛ ବି ବଢ଼ି ଯାଇଥିବ। କିନ୍ତୁ ବର୍ତ୍ତମାନ ଦେଖ ଏମିତି ଟାଇମ୍ ଆଇଲାଣି, ଗଛ ବି ବଢ଼ୁନି, ଯେହେତୁ ମାଟିର ଆଉ କିଛି ପାୱାର ନାହିଁ। ଏବେ ସବୁ ସାର। ଆଗେ ଖତ ଦେଉଥିଲେ, ସେ ଗଛ ପୁରା ବଢ଼ିଆ ମଜାରେ ଫୁଲ ମାନେ କଳା ମୁଚୁ ମୁଚୁ ହୋଇକି ଗଛଟା ବି ବଢ଼େ ବଢ଼ିଆ। ଏବେ ଦେଖ ମାନେ ଗଛ ବି ମାନେ ବଢ଼ୁନି, ଏଡ଼ିକି ଏଡ଼ିକି ଗଛ, ଏଡ଼ି ପକଟ ପକଟ ଗଛ ହେଇଯାଇଛି। ଯେ ମୁଗ ହେଲା ବେଳକୁ ପକଟ ଆଉ ଟିକେ ବଢ଼ିବ, ବଢ଼ିଲା ବେଳେ ଦେଖିଲା ବେଳକୁ ମୁଗ ଗଛ ଗୋଟେ ଏତେ ଲମ୍ବା ଆଗେ ହୁଏ, ଖତ ମୁଗଟା, ଯାହାଫଳରେ ଖତରେ ସେଗୁଡ଼ା ସବୁ ହୁଏ। ଏଇଗୁଡ଼ା ଯେଉଁ ଧାନ ଦେଖ, ଏଇ ଧାନ ମୁଁ ଦେଖ ଝୁମ୍ କରି ଦେଖି ଦେଉଛି ଧାନ, ଗୋଟେ ମିନିଟ୍ ଦେଖ, ଏଇଟା ଦେଖ ଧାନ, ଏଇଟା ଧାନ କିଆରି। ଧାନ ଭଲ ହେଇଛି, ଧାନ ବି ବଢ଼ିଆ ହେଇଛି ଧାନ ଗୁଡ଼ା, କିନ୍ତୁ ବର୍ତ୍ତମାନ ଯାହା ହେଇଛି, ବର୍ତ୍ତମାନ ଆଗେ ଥିଲେ ଖାଉଥିଲେ, ଖତ ପଡ଼ୁଥିଲା, ଖତରେ ହେଉଥିଲା ଆଗେ ଫସଲଟା, ସେଥିରେ ବି କିଛି ନଥିଲା ବେମାର। ଏବେ ସବୁ ସାରରେ ସବୁ କିଛି ଫଳଉଛନ୍ତି ଚାଷୀମାନେ। ଏଇଟା ମୁଁ ଆଜି ବିଲକୁ ଆସିଲା ବେଳେ ଦେଖିଲି ଆଜି, ମାନେ ବିଲର ସମସ୍ୟା ଏମିତିଆ। କିନ୍ତୁ ଆଗ ଅପେକ୍ଷା ଚାଷ, ଏବେ ଚାଷ କିନ୍ତୁ ଅଲଗା। ଆଗେ ଦେଖ ଏଟା କେତେ ସଫା ହେଇକି କ୍ଲିଅର ହେଇକି ବିରି ମୁଗଟା ବୁଣା ହେଇଛି ଦେଖ। ଆଗେ ମୁଗ ବୁଣା ଯାଏ, ଘାସ ମେଞ୍ଚେ ଥିବ, କିନ୍ତୁ ମୁଗ ତା ଦେହରେ ବି ବଢ଼ିଯାଏ, ଯେହେତୁ ଖତର ପାୱାରଟା ବହୁତ ଥିଲା। ଏବେ ସାର ପଡ଼ିକି ଦେଖ ଗଛ କିଭଳିଆ ହେଇଛି। କିନ୍ତୁ ଗୋଟେ ଜିନିଷ ଭଲ, ଏଇ ଯେଉଁ ମାଟିଟା ଆମର ମା ବିରଜାଙ୍କ କ୍ଷେତ୍ର, ଏଟା ମାଟି, କିନ୍ତୁ ସବୁ କିଛି ହେବ ଏଇ ମାଟିରେ। କିନ୍ତୁ ଦେଖ ଏ ବର୍ଷ ବି ଧାନଟା ଦେଖ କିଭଳିଆ ହେଇଛି ଧାନ। ମୁଁ ଯାଉଛି ଧାନ କିଆରି ପାଖକୁ, ମୁଁ ବି ଜାଣିପାରୁନି, ବୋଧେ ଏଇଟା ମୁଁ ଜାଣିପାରୁନି, ସେ ଆସିଲେ କରିବାଟା ଆମର କିଆରି ବୋଧେ ଭଡ଼ା ଆମେ ଦେଇଛୁ। ବକରେ ଦେଖ ଧାନ କେମିତି ହେଇଛି, ଦେଖିଲ ଧାନ ବି ବଢ଼ିଆ ହେଇଛି। ହଉ ମୁଁ ରହିଲି, ଜୟ ଜଗନ୍ନାଥ।